ବର୍ଷ ପରେ କାଠ ନିର୍ମିତ ରଥରେ ହେବ ରଥଯାତ୍ରା। ଦୀର୍ଘ 34 ବର୍ଷ ପରେ ପ୍ରଥମ ଥର ପାଇଁ କାଠ ରଥରେ ବିଜେ କରି ରଥଯାତ୍ରାକୁ ବାହାରିବେ ପ୍ରଭୁ ଶ୍ରୀଜଗନ୍ନାଥ। ସ୍ଥାନୀୟ ଅଞ୍ଚଳବାସୀ ଏବଂ ଶ୍ରଦ୍ଧାଳୁଙ୍କ ଖୁସି କହିଲେ ନ ସରେ। କୌଣସି କାରଣରୁ କାଠରେ ରଥଟିଏ ହୋଇପାରୁନଥିଲା। ପ୍ରଥମେ ଶଗଡ଼ରେ ପ୍ରଭୁ ଜଗନ୍ନାଥ ବିଜେ କରି ରଥଯାତ୍ରା କରୁଥିଲେ। ପରବର୍ତ୍ତୀ ସମୟରେ ଶଗଡ଼ ମଧ୍ୟ ମିଳିଲା ନାହିଁ। ବାଧ୍ୟ ହୋଇ ଏକ ଡାଲା ଅଟୋରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିଜେ କରି ରଥଯାତ୍ରା ହେଲା। ଏହା ଜଗନ୍ନାଥ ପ୍ରେମୀଙ୍କୁ କଷ୍ଟ ଦେଉଥିଲା। ଏଭଳି ବ୍ୟତିକ୍ରମ ଅବ୍ୟବସ୍ଥା ଦୂର ହେବାକୁ ଯାଉଛି। ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବେଣୀପଲ୍ଲୀ ପଞ୍ଚାୟତର ମାଧବରେଡ଼ା ଗାଁରେ ବିଜେ ଶ୍ରୀଜଗନ୍ନାଥ ମନ୍ଦିରରେ ଚଳିତ ବର୍ଷ ପ୍ରଭୁ କାଠ ନିର୍ମିତ ରଥରେ ବିଜେ କରି ରଥଯାତ୍ରାକୁ ବାହାରିବେ। ଏଥିପାଇଁ ମହାରଣା କାରିଗରଙ୍କ ଦ୍ୱାରା ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବିଶେଷ କରି ବନ ବିଭାଗର ସହଯୋଗ କ୍ରମେ ରଥ କାଠର ବ୍ୟବସ୍ଥା କରାଯାଇଥିଲା। ସ୍ଥାନୀୟ ବେଣୀପଲ୍ଲୀ ପଞ୍ଚାୟତ ସରପଞ୍ଚଙ୍କ ସମେତ ତ୍ରିବେଣୀ ଆଶ୍ରମର ସାଧୁସନ୍ଥ ଏବଂ ଗ୍ରାମବାସୀଙ୍କ ସହଯୋଗ କ୍ରମେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରକାଶ ଥାଉ କି ଏହି ତ୍ରିବେଣୀ ଆଶ୍ରମଠାରେ ପୂଜା ପାଉଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଏଠାରେ ଅଲୌକିକ ମହିମା ରହିଛି। ମାଧବରେଡ଼ା ଦେଇ ପ୍ରବାହିତ ହେଉଥିବା ବଡ଼ ନଦୀରେ ଗତ 1990 ମସିହାରେ ବନ୍ୟା ହୋଇଥିଲା। ସେହି ସମୟରେ ବନ୍ୟା ପାଣିରେ ଭାସି ଭାସି ଯାଉଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁ ବିଗ୍ରହକୁ ନିକଟସ୍ଥ ବଙ୍କା ଗ୍ରାମର ଜଣେ ଭକ୍ତ ଉଦ୍ଧାର କରିଥିଲେ। ସେଠାରୁ ବିଗ୍ରହକୁ ଆଣି ମାଧବରେଡ଼ା ସ୍ଥିତ ତ୍ରିବେଣୀ ଆଶ୍ରମରେ 1992 ମସିହାରେ ପୂଜା କରାଗଲା। ସେଠାରେ ପ୍ରଭୁଙ୍କ ପାଇଁ ମନ୍ଦିର ପ୍ରତିଷ୍ଠା ହେଲା। ସେହି ସମୟରୁ ପ୍ରତିବର୍ଷ ଆୟୋଜିତ ହୋଇ ଆସୁଛି ରଥଯାତ୍ରା। କିନ୍ତୁ କାଠ ନିର୍ମିତ ରଥ ହୋଇନଥିବାରୁ ବ୍ୟତିକ୍ରମ ବ୍ୟବସ୍ଥା ସତ୍ତ୍ୱେ ଶଗଡ଼ ଏବଂ ଅଟୋରେ ବିଜେ କରି ରଥଯାତ୍ରା ହୋଇ ଆସୁଥିଲା। ତେବେ ଦୀର୍ଘ 34 ବର୍ଷ ପରେ ଆସନ୍ତା ରଥଯାତ୍ରାରେ କାଠ ରଥରେ ବିଜେ କରି ରଥଯାତ୍ରାକୁ ବାହାରିବେ ପ୍ରଭୁ ଶ୍ରୀ ଜଗନ୍ନାଥ। ଏନେଇ ଅଞ୍ଚଳବାସୀଙ୍କ ଖୁସି କହିଲେ ନ ସରେ। ଭଞ୍ଜନଗରରୁ ବାଳକୃଷ୍ଣ ପଟ୍ଟନାୟକଙ୍କ ରିପୋର୍ଟ।